ଭିକାରୀ ହେଇପାରିବ? ମୁଁ ବା ନିଜ ଭିକାରୀ। ମୋ ସାର୍ଟିଫିକେଟ ନା ସିନା ବାଳକୃଷ୍ଣ ବଳଦେବ ବଳିଆର ସିଂ, ହଁ। ହେଲେ ମତେ ବା ଆମ ଏରିଆରେ ମତେ ଭିକାରୀ ଡାକନ୍ତି। ସତରେ? ଭିକାରୀ ନୁହଁ ମୋ ନା। ଯାହାକୁ ପଚାରୁଛି ସିଏ କହିବି ଭିକାରୀ ନାହିଁ। ଆଉ ଭିକାରୀ ନାଇଁ, ତମେ ଭିକ ମାଗି ପାରିବ କି? ମାନେ ଭିକାରୀ ହେଇବୁ, ଭିକ ମାଗି ପାଇଲେ ରାତାରାତି ହାଇଲାଇଟ ଟିଭିରେ ମିଡିଆରେ ସବୁଆଡେ ଖାଲି ଖେଳିଯିବ ତମରି ନା ବା। ହଁ ଆଉ ଯାତ୍ରା ପାଟିରେ ଆଜିକାଲି ଭିକ ମାଗିକି ବା ପୁରା ହାଇଲାଇଟ। ଠିକ କଥା। ଯାତ୍ରା ପାଟିରେ ବର୍ତ୍ତମାନ ଟ୍ରେଣ୍ଡିଂ ଚାଲିଛି। ଭିକ ମାଗୁଛି ସିଏ ରାତାରାତି ହାଇଲାଇଟ। Highlight। ମୁଁ ତ ଭିକାରୀ, ମୋ ଚାଉ ଅଧିକା କେହି ଭିକ ମାଗି ପାରିବେନି। କାନ୍ଦି ଝାଳ ନାଳ ଗଡି ତଡି ହେଳି ଗୋଡ ହାତ ଛିଡେଇ ମୁଁ ଏମିତି ଏ ଟାଇପର ଭିକ ମାଗିବି। ଆଚ୍ଛା। ନିଜେ ଆମ ଡିରେକ୍ଟର ଯେ ଆଶୁତୋଷ ମହାପାତ୍ର ସାର୍ ଯଦି ଆସିଥିବେ ଆସି ପେଣ୍ଡାଲ ପରେ ମତେ କୁଣ୍ଢେଇବେ। ମୁଁ ଆରେ ମୋ ଚାଉ ଭଲ। ଆଚ୍ଛା ଭିକ ମାଗିଲେ ଦେବେ ନା? ଦେବେ। ପଇସା ଦେବେ? ପଇସା କଣ ଦେବେ? ଟଙ୍କା ଦେବେ, ପଇସା କଣ? ଟଙ୍କା ଦେବି? ଆଜିକାଲି ଭିକାରୀ ସିଲେ ଭଲ ଭିକ ଦଉଛନ୍ତି, ଲୋକ ହାଇଲାଇଟ ହଉଛନ୍ତି। ଆଚ୍ଛା ତମେ ଭିକ ମାଗିଲେ ଦେଖିବା, ଟେଷ୍ଟ କରିବା ଆଗ ଟିକେ ମାଗିଲ। ଆଚ୍ଛା ଗୋଟେ ସିନ୍ ବର୍ତ୍ତମାନ ଟ୍ରାଏଲ କରିଦବା କି? ଭିକ ମଗାସି ଭିକ ମଗା ସିନ୍ ଠିକ ଅଛି। ଚାଲ କର। ସେମିତି ମାଗିଲେ କଣ ଦେବେ? ହେ ତେରିକି ନାଇଁ ନାଇଁ ନାଇଁ, ତମେ ଭାବିନିଅ ତମେ ଗୋଟେ କୋଟିପତି ଥିଲ। ମୁଁ କୋଟିପତି ଥିଲ, ଟ୍ରେନ ଲାଇନରେ ତମ ଗୋଡ କଟି ଯାଇଛି, 5 ପଇସା ଖର୍ଚ୍ଚ କରିବାକୁ ନାହିଁ। ସେଇ ଟାଇମରେ ଭିକ ମାଗିଲେ ଲୋକ ଭିକର ପାଇକି ଭିକ ଦେବେ। ଆଉ ଏମିତି ମାଗିଲେ କଣ ଦେବେ? ସେ ମୁଁ କୋଟିପତି ଥିଲି, ହଁ। ମୋ ଗୋଡ କଟି ଯାଇଛି, କଟି ଗୋଡ ଯାଇଛି। ନାହିଁ, ପାଖରେ ଟଙ୍କାଟିଏ ନାହିଁ, ମୁଁ ଦରିଦ୍ର, ମୁଁ ହେଠୁ ଲୋକମାନଙ୍କୁ ଦାଣ୍ଡରେ ଭିକ ମାଗି ସିନ୍ ସିକ୍ୱେନ୍ସ ହେଲା ଏଇଆ। ଦେଖ ମୁଁ ଭିକ ମାଗୁଛି, ଦେଖ କଣ ହଉଛି। ଏଇ ଗାମୁଛା ଦିଅ, ଗାମୁଛା ଦିଅ। ହଁ ଭିକ ମାଗିବ ଯେ, ଭିକ ମାଗିବା ଭିତରେ ଗୀତ ଯେମିତି ବନ୍ଦ ନ ହୁଏ। କୋଉ ଗୀତ? ଗୀତ ଗୀତ ହଁ ଗୀତ ବୋଲା ଚାଲିଥିବ, ଭିକ ମଗା ଚାଲିଥିବ, ଭିକ ମଗା ବନ୍ଦ ନହବା ଯାଏ ଗୀତ ବନ୍ଦ ହବନି। ହେଲା। ମୁଁ କୋଟିପତି ଥିଲି, ଗୋଡ କଟି ଯାଇଛି, ଆଉ ପାଖରେ ଟଙ୍କାଟିଏ ନାହିଁ, ଷ୍ଟେସନରେ